ताल भजा खाइबू ताल भजा देख बढ़िया कहानी ये ताल भजा खाइबा आस चामू खोली सकाल सकाल आम ताल भजा किए चल ताल भजा खाई जाइले ताल भजा गोटे कहानी Actually, एटा कौन तालो ताल गजा ताल भजा जी खाइछ औ पड़ी पुराए जी न खाइबे आस खाइबा आम घरे ना ताल गजा आ भितर माने कौन अच्छे गजा अच्छे आ फूल को आम एना हाणिकी खाइया आड़े पछू चल आसो देखो 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 एमती गजा अच्छी ताकू एमती आम कौन करिया चामुची रे ताकू एमती भतुरी ताड़िया देखो केडे बड़ गजा एमती ताल गजा खाया ताल गजा ताल गजार गोटे बढ़िया कहानी अच्छे मुझे ताल गजार आम कहानी चलो आउ एत बाहर की अच्छी बो हाणी ताटे बाहर कर रखी समस्त मिसी खाया आस ताल गजार कहानी शुणव जे आस ताल गजा कहानी शुणुनी आसु ताल गजा कहानी शुणु हौ ताल ताल गैस सरिया ताल भजा खाईदेली ये बसिक आम सकाल सकाल माड़ा मगराम ठकर खर 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 चलती आमर भारी इंटरेस्टिंग माने गोटे गप कहबी ताल गजा गप नुह से आम पर्सनाल कहानी गोटे ताल गजार से मुझे जाऊँगी शुणा भारी आग्रही से आसी शुण आ शुणव ताल गजार कहानी शुणव आउ कहानी शुणिया शुणिया है ना समस्ते सीना एकाठी शुणा भल लगे ताल गजा कहानी बहुत इंटरेस्टिंग आम छोट छोट होइलु छोट दिन कथार कहानी यहाँ ताल गजा सहित एत हसी हसी कटे माने समस्ते एकजुट हो सारतु मुझे कहबी आपण मैंने शुणिबे टाइम चलती मुह देखा जाउची हाँ टाइम चलती हाँ आरी हौ सांग माने एथर मोर गप स्टार्ट हो गला मु गोटे बुढ़ा लोक
ଆଉ ଆମେ ସକାଳେ କ'ଣ ଗପ କହିବାର ଥିଲା, ତାଳର କାହାଣୀ ଆତ୍ମ କାହାଣୀ କହିବାର ଥିଲା। ତାଳଟା ହେଉଛି ଆମର ଗୋଟେ ଆମ ତିନି ଭାଇଙ୍କର ମାନେ ଗୋଟେ କାହାଣୀ। ତାଳ ପାଇଁ ଗୋଟେ ମାଡ଼ କାହାଣୀ ସେଇଟା ଥିଲା। ଶୁଣୁ, ଆମେ ଛୋଟ ଛୋଟ ହେଇଥିଲୁ। କେତେ ଲିକୁନୁ ବାପା, କନା ବାପା, ତିନି ଜଣ ଯାକ ଛୋଟ ଛୋଟ ହେଇଥିଲୁ। ସେତେବେଳେ ମୁଁ ପଢୁଥିଲି ଚତୁର୍ଥରେ, କନା ବାପାର ମୋର ପଢୁଥିଲୁ କେତେ ଚତୁର୍ଥ ପଞ୍ଚମରେ, ଆଉ ବିନୁ ବାପା ପଢୁଥିଲା ଷଷ୍ଠରେ। ପଢୁଥିଲେ ସମସ୍ତେ। ସେତେବେଳେ କାଳିଆ ସାର୍ ବୋଲି ଆମର ଗୋଟେ ଟିଉସନ ସାର୍ ଥିଲେ ହେଲା। ଢୁ ଢୁ ଖରା ଦିନ ହେଇଥାଏ। ଖରା ଦିନ ହୋଇଥାଏ। ସେତେବେଳେ ଆମେ ପାଠ ପଢି ଆଉ ଖରା ଛୁଟିରେ ଖରା ଦିନ ହେଇଥାଏ ବୋଲି ଆମେ ସକାଳେ ସ୍କୁଲ ହେଇଯାଏ, ଆଉ ଦ୍ୱିପହରେ ଟିଉସନ ହୁଏ। 2ଟାରୁ 4ଟା ଟିଉସନ ହୁଏ। ଆଉ ସେଦିନ କ'ଣ ହେଲା ନା, ସେଦିନ 2ଟା ବେଳେ ଟିଉସନ ନ ହେଇକି ସନ୍ଧ୍ୟାବେଳିଆ ଟିଉସନଟା ହେଲା। ତାପରେ ଆମେ ସେଦିନ କ'ଣ କଲୁ ନା, ଆମ ସ୍କୁଲ ପଛପଟେ ତାଳ ଗଛଟିଏ ଥିଲା। ସେଇ ତାଳ ଗଛରୁ ଯୋଉ ତାଳ ପାଚିକି ପଡ଼ିକି ତା ମୂଳେ ପୁଳାଏ ଗଜା ହେଇଥିଲା। ଏମିତିଆ ଗଜା ଯୋଉ ଆଜିକୁ ଯୋଉ ଗଜା ଖାଇଲେ ସେଇ ଗଜା ହେଇଥିଲା। ସେଇଠୁ ଆମେ 3 ଜଣ ଯାକ କ'ଣ କଲୁ ନା, ଆଉ ଦ୍ୱିପହରେ ଯେମିତି ଟିଉସନ ଆଜି ଦ୍ୱିପହରେ ହବନି ବୋଲି କୁହାହେଲା, ଆମେ ପଳେଇଲୁ ନ ଶୋଇକି ତାଳ ଗଜା ଆଣିବାକୁ। କୋଉଠିକି? ଆମ ସ୍କୁଲ ପାଖକୁ। ତାଳ ଗଜା ପାଇଁ ଗଲୁ ହେରି। ତାଳ ଗଜା ପାଇଁ ଯାଇକି ବେଗ ଖଣ୍ଡେ ନେଇକି ଆଇଲୁ। ମୁଁ 5ଟା ଖଣ୍ଡେ ଆଇଲି। ନଭାଇ ଆଇଲା, କନା ବାପା ଆଇଲା କେତେଟା, ସିଏ 6-7ଟା ଖଣ୍ଡେ ଆଇଲା। ଆଉ ନିକୁନୁ ବାପା 15-20ଟା ଖଣ୍ଡେ ଆଇଲା। ସମସ୍ତେ ନେଇକି ଆଇଲୁ। ତାଙ୍କ ଘରେ ରହୁଥିଲା। ସମସ୍ତେ ତାଳ ନେଇକି ଆଇଲୁ। ତାଳ ଯେମିତି ନେଇକି ଆଇଲୁ, ଦ୍ୱିପହର ଟାଇମ। ତାପରେ ଖାଇ ପିଇ ନ ଶୋଇକି ତାଳ ଆଣି ଦ୍ୱିପହରେ ଖାଇ ଖେଳିଲୁ। ଆଉ ସେଦିନ ଶୋଇନୁ। ସେଦିନ ଆମକୁ ଦେଖିଦେଇ ଏମିତି କିଛି ଜଣ ମାନେ ବୟସ୍କ ଲୋକ ଦେଖିଦେଇକି ସାରୁଙ୍କୁ କହିଦେଇନ୍ତି, ଆଉ ଇଏ ଦ୍ୱିପହରେ ନ ଶୋଇକି ତାଳ ଖାଇବାକୁ ଯାଇଥିଲେ ସିଆଡ଼େ। ଆଉ ଟିଉସନ ସାର୍ ଆଗରେ କହିଦେଇନ୍ତି। ଆଉ ଟିଉସନ ସାର୍ ସବୁ ସନ୍ଧ୍ୟାବେଳକୁ ଆଇଲେ। ପାଠ ପଢିଆ ହେଲା। ପାଠ ପଢେଇଲେ। ପାଠ ସବୁଠୁ ଅଧା ଅଧି ହେଇଛି। ଯେମିତି ଭୁଲ ହେଲା, ମାଡ଼ ଟାଇମ ହେଲା, ସେତିକି ବେଳେ ସାର୍ ପଚାରିଲେ, ଦ୍ୱିପହରେ କିଏ କିଏ ଶୋଇଥିଲ ହାତ ଟେକିଲ? ସମସ୍ତେ ହାତ ଟେକିଲେ। ଆମେ ବି ହାତ ଟେକିଦେଲୁ। ତାପରେ ସବୁଠୁ ଆମ 3 ଜଣଙ୍କୁ ସେ ତ ଜାଣିଦେଇ ତାଙ୍କୁ କିଏ କହିଦେଇଛି, 3 ଜଣ ଯାକ ଯାଇଥିଲେ ଖରାବେଳେ ତାଳ ପାଇଁ। ଆମ 3 ଜଣଙ୍କୁ ମାଡ଼ ହେଲା। ଆଉ ମାଡ଼ ହେଲା ସେଇଠୁ ହଉ। ତାପରେ ଯେମିତି ମାଡ଼ ହେଲା, ଶୁଣୁ ସେଇଠୁ ସାର୍ ପଚାରିଲେ, ମାନେ ଖରା ବେଳେ ସ୍କୁଲ ଠିକି କିଏ ତାଳ ଖାଇବାକୁ ଯାଇଥିଲ, ତାଳ ଆଣିବାକୁ ଯାଇଥିଲ? ଆମେ ସେଇଠୁ ଗୁଁ ଗୁଁ କିଛି କହିଲୁନି, ରହିଗଲୁ। ତାପରେ ସାର୍ ପଚାରେ, ତମେ ପା 3 ଜଣ ଯାକ 3 ଭାଇ ଯାକ ଯାଇଥିଲ ତାଳ ପାଇଁ, ସେ ଅମକ ଲୋକଟା ଦେଖିଛି ମତେ କହିଲା। ହଉ, ମାଡ଼ ପୁଣି ବାଜିଲା। ସାର୍ ପଚାରିଲେ, ମତେ ସେଇଠୁ ପଚାରିଲେ, ଆଉ କୁଶ ତୁ କେତେଟା ତାଳ ଆଣିଥିଲୁ? ମୁଁ କହିଲି, ସାରେ 2ଟା ଆଣିଥିଲି। ସେଇଠୁ 2ଟା ପାହାର ବାଜିଲା ମୋ ପିଠିରେ। ଯେମିତି 2ଟା ପାହାର ବାଜିଲା, ମୁଁ କହିଲି, ସାର୍ ଭୁଲ ହେଇଛି, 4ଟା ଆଣିଥିଲି। ସତ କଥା କହିଥିଲି, 4ଟା ଆଣିଥିଲି। ସେଇଠୁ 4ଟା ପାହାର ବାଜିଲା। 4ଟା ପାହାର ଖାଇଲି। ସେଇଠୁ ତ ଖନା ବାପା ଉପରକୁ ପଚାରିଲେ, ଭାଇକି ସେଇଠୁ ପଚାରିଲେ, ତୁ କେତେଟା ଆଣିଥିଲୁ? ଆରେ ମୁଁ 3ଟା ଆଣିଥିଲି। ପୁଣି ବାଜିଲା। ପୁଣି ମିଛ କଥା କହୁଛି। ପୁଣି ବାଡେଇଲେ। ବାଡେଇ ନା ସାରେ ଆଉ ଗୋଟେ 4ଟା ଆଣିଥିଲି।
ପୁଣି ଗୋଟେ ବାଜିଲା 5ଟା ଆଣିଥିଲି 5ଟା ପାହାର ବାଜିଲା ତାପରେ 2 ଜଣଙ୍କ ସରିଗଲା 3 ଜଣଙ୍କ ପାଳି ପଇଲା କାର ନିକୁନୁ ବାପାର ବଡ ଭାଇର ପଡିଗଲା ପାଳି ଆରେ ତୁ କେତେଟା ଆଣିଛୁ ସାରେ ମୁଁ 2ଟା ଆଣିଥିଲି ମାଡ଼ ବାଜିଲା 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 ନା ସାର୍ ଆଉ ଗୋଟେ 3ଟା ଆଣିଥିଲି ପୁଣି ବାଜିଲା ନା 4ଟା ଆଣିଥିଲି ପୁଣି ଗୋଟେ ବାଜିଲା ନା 5ଟା ଆଣିଥିଲି ବାଡେଇ 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 8-9ଟା ପର୍ଯ୍ୟନ୍ତ ଗଲା ସାର୍ ମୁଁ 9ଟା ଆଣିଥିଲି ତାପରେ ଆଉ 18ଟା ଆଣିଛି ଆଉ କହିବନି 9ଟା ଆଣିଛି ବୋଲି ସାର୍ ମାନିଲେ ତାପରେ ସବୁଠୁ 9ଟା ପାର ତାପରେ ହେଲା ତାପରେ ଆଗକୁ ପାଠ ପଢିଆ ହେଲା ଆଉ ସେଇଦିନ ଠାରୁ ଖରା ବେଳେ କୁଆଡେ ନ ଯାଇକି ତାଳ ଫାଳ କିଛି ଖାଇବାର ନାହିଁ ବସିକି ଦିପହରେ ଶୋଇପଡୁ ହେଲା ଇଏ ହେଲା ଆମର ତାଳର ଆତ୍ମ କାହାଣୀ କାରଣ ତାଳ ଖାଇବାକୁ ଯାଇଥିଲୁ ଏମିତି ଖରାବେଳେ ନ ଶୋଇକି ତାଳ ପାଇଁ ଗୋଟେ ମାଡ ବାଜିଥିଲା ଯେ ଆଜି ପର୍ଯ୍ୟନ୍ତ ଆମର ମନେ ଅଛି ଆଉ ସେ ତାଳ କଥା ମନେ ପଡିଲେ ସେଇ ମାଡ କଥା ମନେ ପଡିବେ ଆଉ ତ ଟ୍ୟୁସନ ସାର୍ ନାହାନ୍ତି ମାଡ ନାହିଁ ଆଉ ହଉ ଇଏ ଥିଲା ଆମର ତାଳର ଆତ୍ମ କାହାଣୀ ଆଜିର ଭିଡିଓଟା ଏଇଠି ଆମେ ରଖିଦବା ତାଳ ଆତ୍ମ କାହାଣୀ ଆମର କେମିତି ଲାଗିଲା ଭିଡିଓ ଭଲ ଲାଗିଲେ ଲାଇକ୍ କରିବେ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଆଉ ଭଲ ନ ଲାଗିଲେ କଣ କରିବେ ଏ ସିଣି ଭଳିଆ ଶୋଇପଡିବେ ବାଏ 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 ବାଏ